ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆମେମାନେ ଆଜିର ଭିଡ଼ିଓରେ କ'ଣ ଦେଖିବା ଆପଣମାନେ ଥମ୍ବନେଲ୍ ଦେଖିକି ଆପଣ ଜାଣିସାରିଥିବେ, କିନ୍ତୁ ଆମକୁ ଏଇ ରାସ୍ତା ଦେଇକି ଯିବାକୁ ପଡ଼ିବ। ଯାଉଛି ସମରିକାନ୍ ଭିଲେଜ୍, ବା ଆପଣ ଶୁଣିଥିବେ ବାଇବେଲରେ ଜଣେ ସ୍ତ୍ରୀ ଲୋକ ପାଣି ନେବା ପାଇଁ ଆସିଥିଲା ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ତାକୁ ଗୋଟେ କୂଅ ପାଖରେ ଭେଟିଥିଲେ ଏବଂ ସେ ସ୍ତ୍ରୀ ଲୋକ ବିଷୟରେ ସବୁକିଛି କହିଦେଇଥିଲେ। ସେ ସମରିକାନ୍ ଓମ୍ୟାନ୍ ବା ସମରିଆର ଜଣେ ସ୍ତ୍ରୀ ଲୋକ ଯିଏକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସାଙ୍ଗରେ ଭେଟିଥିଲା, ଇଏ ହେଉଛି ସେଇ ଗାଁ। ଆଉ ସେ ଗାଁ ଦେଇକି ଯିବାକୁ ପଡ଼ିବ। ସମରିକାନ୍ ଓମ୍ୟାନ୍ ବା ସମରିଆ ସ୍ତ୍ରୀ ଲୋକର ଗାଁ ଭିତରେ ଦେଇକି ଯିବାକୁ ପଡ଼ିବ। ତେବେ ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେ ଦୁଇଟି ପାହାଡ଼ ଦେଖିବା। ଗୋଟେ ପାହାଡ଼ ହେଉଛି ଅଭିଶପ୍ତର ପାହାଡ଼, ଆଉ ଗୋଟେ ପାହାଡ଼ ହେଉଛି ଆଶୀର୍ବାଦର ପାହାଡ଼। ଅଭିଶପ୍ତର ପର୍ବତ ଯେଉଁଠି ଇସ୍ରାଏଲ ଲୋକମାନେ ତାଙ୍କ ମଧ୍ୟରୁ କିଛି ଠିଆ ହେଇକି ସେମାନେ ଅଭିଶାପ ଦେଇଥିଲେ, ଯାହାକୁ ମାଉଣ୍ଟ ଏବଲ ବା ଏବଲ ପର୍ବତ ବୋଲି କୁହାଯାଏ। ଏବଂ ଦ୍ୱିତୀୟଟି ହେଉଛି ଗରିସିମ୍ ପର୍ବତ, ଆଉ ଯେଉଁଠାରେ କିଛି ଇସ୍ରାଏଲ ଲୋକ ସେମାନେ ଠିଆ ହେଇକି ଆଶୀର୍ବାଦ ଦେଇଥିଲେ, ଆଶୀର୍ବାଦ ଘୋଷଣା କରିଥିଲେ। ତେବେ ଏସବୁ କରିବା ନିମନ୍ତେ ପରମେଶ୍ୱର ହିଁ ମୋଶାଙ୍କୁ ଆଜ୍ଞା ଦେଇଥିଲେ। ତେବେ ଦୁଇଟି ପାହାଡ଼ ପ୍ରାୟ ପାଖାପାଖି ଅଟେ, ତେଣୁ ଦୁଇଟି ପାହାଡ଼କୁ ଆଜି ଆମେମାନେ ଦେଖିବା। ଗୋଟେ ହେଉଛି ଗରିସିମ୍ ପର୍ବତ, ଆଉ ଗୋଟେ ହେଉଛି ଏବଲ ପର୍ବତ। ଗୋଟେ ହେଉଛି ଆଶୀର୍ବାଦର ଜାଗା, ଆଉ ଗୋଟେ ହେଉଛି ଅଭିଶାପର ବା ଅଭିଶପ୍ତର ଜାଗା। ତେବେ କେଉଁମାନେ ଆଶୀର୍ବାଦ ପାଇବେ, କେଉଁମାନେ ଅଭିଶାପ ପାଇବେ, ଏଇଠି ଲେଖା ଅଛି। ଦ୍ୱିତୀୟ ବିବରଣ 27 ପର୍ବ 11 ପଦରୁ ଯଦି 26 ପଦ ପଢ଼ିବେ, ତେବେ ଏଠି ଲେଖା ଅଛି। ମୁଁ ସବୁ ପଢ଼ିବି ନାହିଁ, କିଛି ଅଂଶ ମୁଁ ପଢ଼ିବି, ଆଉ ବାକି ବିଷୟ ଆପଣ କେତେବେଳେ ସମୟ ବାହାର କରିକି ଆପଣ ପଢ଼ିଦେବେ। ସେହିଦିନ ମୋଶା ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଜର୍ଦ୍ଦନ ପାର ହେଲା ଉତ୍ତାରେ ସିମିଓନ ଓ ଲେବି ଓ ଜିହୁଦା ଓ ଇସାଖର ଓ ଯୋସେଫ ଓ ବିନ୍ୟାମିନ୍ ଏସବୁ ବଂଶ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ଗରିସିମ୍ ପର୍ବତରେ ଠିଆ ହେବେ। ତେବେ ଗରିସିମ୍ ପର୍ବତରେ ଠିଆ ହେବାର କାରଣ ହେଉଛି ଲୋକମାନଙ୍କୁ ଆଶୀର୍ବାଦ କରାହେବ। ତାପରେ 13 ପଦରୁ ଦେଖନ୍ତୁ ଲେଖା ହେଉଛି, ପୁଣି ରୁବେନ ଓ ଗାଦ ଓ ଆସେର ଓ ସବୁଲୁନ ଓ ଦାନ ଓ ନପ୍ତାଲି ଏସବୁ ବଂଶ ଶାପ ଦେବା ନିମନ୍ତେ, ମାନେ ଅଭିଶାପ ଦେବା ନିମନ୍ତେ ଏବଲ ପର୍ବତରେ ଠିଆ ହେବେ। ତେବେ ପ୍ରିୟ ବନ୍ଧୁଗଣ, ଏଠି ଦୁଇଟି ପର୍ବତ ଅଛି। ଆଉ 14 ପଦ ଲେଖା ଅଛି, ଆଉ ଲେବୀୟମାନେ ଉଚ୍ଚ ସ୍ୱରରେ ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ଉତ୍ତର ଦେଇ କହିବେ। କ'ଣ କ'ଣ ବିଷୟ ଆପଣ ପଢ଼ିପାରିବେ ନିଶ୍ଚିନ୍ତ ଭାବରେ। ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କୁ ଘୃଣିତ, ଶିଳ୍ପକରର ହସ୍ତକୃତ କୌଣସି ଖୋଦିତ କି ଛାଞ୍ଚରେ ଢଳା ପ୍ରତିମା ନିର୍ମାଣ କରି ଗୋପନରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହେଉ। ତେଣୁ ସମସ୍ତ ଲୋକ ଉତ୍ତର ଦେଇ କହିବେ ଆମେନ୍। ଆମେନ୍ର ଅର୍ଥ ହେଉଛି ଏହିପରି ହେଉ। ଏମିତି ବହୁତ କିଛି ବିଷୟ ଲେଖା ଅଛି। ମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ଯେଉଁମାନେ କାମ କରିବେ, ସେମାନେ ଅଭିଶପ୍ତ ହୁଅନ୍ତୁ ବା ସେମାନଙ୍କ ଉପରେ ଅଭିଶାପ ଆସୁ। ତେବେ ସମସ୍ତେ କହିବେ ଆମେନ୍, ମାନେ ଏପରି ହେଉ। ତେବେ ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ଆପଣ ଯାହା ଦେଖୁଛନ୍ତି, ଇଏ ହେଉଛି ଏବଲ ପର୍ବତର, ମାନେ ତା'ର କିଛି ଅଂଶ ଆପଣ ଦେଖୁଛନ୍ତି। ତେବେ ଆହୁରି ମଧ୍ୟ ଲେଖା ଅଛି 16 ପଦରୁ ଆପଣ ପଢ଼ିଦେବେ, ଯାଇକି ଆପଣ ପିତାଙ୍କୁ କି ଆପଣ ମାତାଙ୍କୁ ଅବଜ୍ଞା କରେ, ସେ ଶାପଗ୍ରସ୍ତ ହେଉ। ତେଣୁ ସମସ୍ତ ଲୋକ କହିବେ ଆମେନ୍। ତାପରେ ଯାଇକି ଆପଣ ପ୍ରତିବାସୀର ଭୂମି ଚିହ୍ନ ଘୁଚାଏ, ସେ ଶାପଗ୍ରସ୍ତ ହେଉ। ତେଣୁ ସମସ୍ତ ଲୋକ କହିବେ ଆମେନ୍। ଏମିତି ସବୁ ଅଭିଶାପର ବିଷୟ ଲେଖା ଅଛି। ମାନେ ଇସ୍ରାଏଲ ଲୋକମାନେ ମାନଙ୍କ ମଧ୍ୟରେ କୋଉ ବଂଶ, ସେମାନେ
ରୁବେନ୍, ଗାଦ୍, ଆସେର, ସବଲୁନ୍, ଦାନ୍ ଆଉ ନପ୍ତାଲି, ଏଇ ବଂଶର ଲୋକମାନେ ସେମାନେ ଅଭିଶାପ ଦେବେ। ସେମାନେ ଯାହା କହିବେ ମାନେ ସେଇଟା ହିଁ ହେବ। ଆଉ ସେମାନେ କ'ଣ କ'ଣ କହିବେ? ଏ ସମସ୍ତ ବିଷୟ କହିବେ। ଯେଉଁମାନେ ଏଇସବୁ କର୍ମ କରନ୍ତି, ମନ୍ଦ କର୍ମ କରନ୍ତି, ସେମାନଙ୍କ ଉପରେ ଅଭିଶାପ ଆସୁ, ଏଇ ବିଷୟ ସେମାନେ ଡିକ୍ଲେୟାର କରିବେ, ଘୋଷଣା କରିବେ। ଆଉ ଘୋଷଣା କଲା ମାତ୍ରକେ ପରମେଶ୍ୱର କ'ଣ କରିବେ? ସେ ଅନୁସାରେ କାର୍ଯ୍ୟ କରିବେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଇଏ ହେଉଛି ଏବଲ୍ ପର୍ବତ। ହଁ ପ୍ରିୟ ବନ୍ଧୁଗଣ, ଦେଖନ୍ତୁ ଏବଲ୍ ପର୍ବତ ଆଜି ବି ଅଛି। ଗୋଟିଏ ଦିନ ଏମିତି ଥିଲା, ଆଉ ଯେତେବେଳେ ଇସ୍ରାଏଲ ଲୋକମାନେ ଏଇ ସ୍ଥାନରେ ଏକତ୍ରିତ ହୋଇଥିଲେ, କିଛି ଲୋକମାନେ ଏବଲ୍ ପର୍ବତରେ ମାଉଣ୍ଟ ଅଫ୍ କର୍ସ ଅଭିଶପ୍ତର ପର୍ବତ, ଅଭିଶାପର ପର୍ବତ, এইটা ହେଉଛି ମାଉଣ୍ଟ ଏବଲ୍ ବା ଏବଲ୍ ପର୍ବତ। ଟିକେ ଦେଖନ୍ତୁ, ଏଇ ଜାଗାରେ ଇସ୍ରାଏଲ ଲୋକମାନେ ଠିଆ ହେଇକି ଅଭିଶାପ ଦେଇଥିଲେ। ଯେଉଁମାନେ ମନ୍ଦ କର୍ମ କରନ୍ତି ସେମାନଙ୍କୁ ଅଭିଶାପ ଦେଇଥିଲେ। ଆଉ ସମସ୍ତେ କହୁଥିଲେ ଆମେନ୍ ବୋଲି କହୁଥିଲେ। ତେବେ ପ୍ରିୟ ବନ୍ଧୁଗଣ, ଆଉ ଗୋଟେ ମଧ୍ୟ ପର୍ବତ ଅଛି ଯାହାକୁ ଗରିସିମ୍ ପର୍ବତ କୁହାଯାଏ, ତାକୁ ଆଶୀର୍ବାଦର ପର୍ବତ କୁହାଯାଏ। ହଁ ପ୍ରିୟ ବନ୍ଧୁଗଣ, ତାକୁ କୁହାଯାଏ ଆଶୀର୍ବାଦର ପର୍ବତ। ଆଉ ସେଇଠି କିଛି ଇସ୍ରାଏଲି ଲୋକମାନେ ଠିଆ ହେଇକି ସେମାନେ ଆଶୀର୍ବାଦ କରିଥିଲେ। ହଁ ପ୍ରିୟ ବନ୍ଧୁଗଣ, ମୁଁ ଆଉ ଥରେ ପଢ଼ି ଦେଉଛି। ତୁମେମାନେ ଜର୍ଦ୍ଦନ ପାର ହେଲା ଉତ୍ତାରେ ସିମିଓନ କେଉଁ ବଂଶ ଆଶୀର୍ବାଦ ଦେବେ? ସିମର ବଂଶ, ଲେବି ବଂଶ, ଜିହୁଦା ବଂଶ, ଇସାଖର, ଯୋସେଫ ଓ ବିନ୍ୟାମିନ୍, ଏଇ ବଂଶର ଲୋକମାନେ କ'ଣ କରିବେ? ସେମାନେ ଆଶୀର୍ବାଦ ଦେବେ। ସେମାନେ କେଉଁ ପର୍ବତରେ ଠିଆ ହେବେ? ଗରିସିମ୍ ପର୍ବତରେ। 27 ପର୍ବର 12 ପଦ, ଦ୍ୱିତୀୟ ବିବରଣ 27:12 ଏଇଠି ଲେଖା ଅଛି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, କ'ଣ କ'ଣ ଆଶୀର୍ବାଦ କରିବେ ଆପଣଙ୍କୁ ପଢ଼ିବାକୁ ପଡ଼ିବ। 28 ପର୍ବଟା ପୁରା ଆପଣଙ୍କୁ ପଢ଼ିବାକୁ ପଡ଼ିବ, ପୁରା ସମ୍ପୂର୍ଣ୍ଣ ଭାବରେ। ଏଇଠି ଆଶୀର୍ବାଦ ବିଷୟ ଲେଖା ଅଛି। ଆଉ ଏଇଟା ଦେଖନ୍ତୁ, ଏଇଟା ହେଉଛି ଗରିସିମ୍ ପର୍ବତ, ଆପଣଙ୍କ ଆଖି ସାମ୍ନାରେ ଅଛି। ଏଇଠି ଇସ୍ରାଏଲ ଲୋକମାନେ ଠିଆ ହେଇକି ସେମାନେ ଆଶୀର୍ବାଦ ଦେଇଥିଲେ। ମୁଁ ପଢ଼ୁଛି, ଗୋଟେ ଦୁଇଟା ପଦ ମୁଁ ପଢ଼ିବି। ମୁଁ ଆଜି ସଦାପ୍ରଭୁ ତୁମ ପରମେଶ୍ୱରଙ୍କର ଯେ ଆଜ୍ଞା ତୁମକୁ ଆଦେଶ କରୁଅଛି, ସେସବୁ ମାନିବା ପାଇଁ ଓ କରିବା ପାଇଁ ଯେବେ ତୁମେ ତାହାଙ୍କର ଉପରେ ଯତ୍ନପୂର୍ବକ କର୍ଣ୍ଣପାତ କରିବ, ତେବେ ସଦାପ୍ରଭୁ ତୁମ ପରମେଶ୍ୱର ପୃଥିବୀସ୍ଥ ସମସ୍ତ ଦେଶୀୟ ଲୋକଙ୍କ ଅପେକ୍ଷା ତୁମକୁ ଶ୍ରେଷ୍ଠ କରିବେ। ଏଇଟା ହେଉଛି ଆଶୀର୍ବାଦ। ହଁ ପ୍ରିୟ ବନ୍ଧୁଗଣ, ଏଇ ଦେଖନ୍ତୁ, ଏଇଟା ହେଉଛି ଏବଲ୍ ପର୍ବତ, ଏଇଟା ହେଉଛି ଗରିସିମ୍ ପର୍ବତ। ଆହୁରି ବି ଲେଖା ଅଛି, ଯେବେ ତୁମେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବ ଶୁଣିବ, ତେବେ ଏହିସବୁ ଆଶୀର୍ବାଦ ତୁମ ଉପରେ ବର୍ତ୍ତିବ ଓ ତୁମର ସଙ୍ଗ ଧରିବ। ଆଉ ତୁମର ସବୁକିଛି ଧନ୍ୟ ହେବ। ତୁମର ଗୋବସ୍ତ ମେଷପଲ ଧନ୍ୟ ହେବେ, ତୁମର ଚାଙ୍ଗୁଡ଼ି ମଇଦା ଦଳିବା ପାତ୍ର ଧନ୍ୟ ହେବ। ଏମିତି ସବୁ ବିଷୟ ଲେଖା ଅଛି ଏଠି 28 ପର୍ବରେ। ଆଉ ଏଇଟା ହେଉଛି ସେଇ ଜାଗା, ଗରିସିମ୍ ପର୍ବତ ଅଞ୍ଚଳ। ଦେଖନ୍ତୁ କେତେ ଲୋକମାନେ ଏଠାରେ ଉପସ୍ଥିତ। ଆଉ ବସ୍ ଗୋଟେ ମଧ୍ୟ ଅଛି, ଟୁରିଷ୍ଟ ବସ୍। ଏଇଟା ହେଉଛି ସେଇ ପର୍ବତ। କି ପର୍ବତ? ଗରିସିମ୍ ପର୍ବତ, ଯେଉଁଠାରେ ଇସ୍ରାଏଲ ଲୋକମାନେ ଠିଆ ହେଇକି ସେମାନେ କ'ଣ କରିଥିଲେ? ଆଶୀର୍ବାଦ ଦେଇଥିଲେ। ହଁ ପ୍ରିୟ ବନ୍ଧୁଗଣ, ତେଣୁ ଆଜିର ଭିଡ଼ିଓରେ ଆମେ ଦୁଇଟି ଜାଗା ଆମେ ଦେଖିଲୁ। ଗୋଟେ ହେଉଛି ଅଭିଶାପର ପାହାଡ଼ ବା ଅଭିଶାପର ପର୍ବତ, ଯାହା କୁହାଯାଏ ଏବଲ୍ ପର୍ବତ। ଦ୍ୱିତୀୟ ପର୍ବତ ହେଉଛି ଆଶୀର୍ବାଦର ପର୍ବତ, ଯାହା କୁହାଯାଏ ଗରିସିମ୍ ପର୍ବତ, ଯେଉଁଟା ଆପଣ ପାଇପାରିବେ ଦ୍ୱିତୀୟ ବିବରଣ 27 ପର୍ବ 28 ପର୍ବ। ଦୁଇଟା ପର୍ବ ପଢ଼ିବେ। ପରମେଶ୍ୱରଙ୍କର ଆଦେଶ ଅନୁସାରେ ମୂଷା କ'ଣ କରିଥିଲେ? ଏମିତି କରିଥିଲେ। ହଁ ପ୍ରିୟ ବନ୍ଧୁଗଣ,
ତେବେ ପ୍ରିୟ ବନ୍ଧୁଗଣ, ଆପଣମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବହୁମୂଲ୍ୟ ନାମର ଆନ୍ତରିକ ନମସ୍କାର। ଯଦି ଏ ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥାଏ ଭିଡ଼ିଓକୁ ସେୟାର କରନ୍ତୁ। ଆଉ ଯଦି ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, କାରଣ ଏମିତିକା ଭିଡ଼ିଓ ଆଗାମୀ ଦିନମାନଙ୍କର ମଧ୍ୟ ଆପଣଙ୍କୁ ମିଳିବାକୁ ପାରିବ। ତେବେ ଆମେମାନେ ଯେଉଁ ସମରିକାନ୍ ବା ସମରିଆର ସ୍ତ୍ରୀ ଲୋକର ଗାଁ ଭିତରେ ଦେଇ ଆସିଥିଲୁ, ସେଇ ପଟ ଦେଇକି ହିଁ ରିଟର୍ଣ୍ଣ କରିବାକୁ ପଡ଼ିବ। ତେବେ ଏଇଟା ହେଉଛି ସେଇ ଗାଁ, ଆଜିର ସମରିଆ ଗାଁ। ଟିକେ ଦେଖନ୍ତୁ, ଆଜିର ସମରିଆ ଗାଁ ଏମିତି ଦେଖାଯାଏ। ସମସ୍ତଙ୍କୁ ନମସ୍କାର। ପୁଣି ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।